ଯେତେବେଳେ ବି ପାଳ ଛତୁଟା ଘରକୁ ଆସେ ଶାଶୁମା ମୋର ଏଠିରୁ 2-3ଟା ରଖିକି ଆଗ ଏଭଳିଆ ତାୱା ଭଜା କରିକି ଖାଉଥିଲେ। ପ୍ରଥମେ ତ ମୁଁ ନୂଆ ନୂଆ ଯେତେବେଳେ ବାହାହେଇକି ଆସିଥିଲି ଦେଖିଲେ ମୋତେ କେମିତି ଗୋଟେ ଲାଗୁଥିଲା, ମାନେ କେମିତି ଗୋଟେ କଳା ଦେଖାଯାଇକି ବିଲକୁଲ ବି ଭଲ ଲାଗୁନଥିଲା। ଏମାନେ କେମିତି ଖାଉଛନ୍ତି ଭାବିକି ଗୋଟେ ଦିନ ଟେଷ୍ଟ କଲି। ହଜବେଣ୍ଡ ବି ବହୁତ ଥର କହିଲେ ତମେ ଥରେ ଖାଇକି ଦେଖ ତାହେଲେ ଜାଣିବ। ବେଶୀ କିଛି କରିବାର ନାହିଁ, ବାସ୍ ଟିକେ ତେଲ ପକେଇକି ୟାକୁ ଟିକେ ଭାଜି ଦିଅନ୍ତି ଯେପର୍ଯ୍ୟନ୍ତ କି ଛତୁଟା ପୁରା ଭଲସେ ସିଝି ନ ଯାଇଛି। ବାସ୍ ତାକୁ ତାପରେ ଟିକେ ଲେମ୍ବୁ ରସ, ଲୁଣ, ତାପରେ ଟିକେ କଞ୍ଚା ଲଙ୍କା ଦେଇକି ପୁରା ଦଳିକି ଖାଆନ୍ତି। ଏତେ ବଢ଼ିଆ ଲାଗେ ଯେ ମାନେ ଥରେ ଆପଣ ମାନେ ବନେଇକି ଖାଇଲେ ହିଁ ଜାଣିବେ। ଏଇ ପାଗଟା ଯଦି ସାଇଡ଼ରେ କରିଛନ୍ତି ତାପରେ ଆହୁରି କିଛି ଦରକାର ପଡ଼ିବନି। ତାପରେ ମୁଁ ଥରେ ଖାଇଲି ଆଉ ଜାଣିଲି ଯେ ୟାର ସ୍ୱାଦଟା କେମିତି। ଆଉ ସେଇ ଦିନଠୁ ମୋର ବି ପୁରା ଫେଭରାଇଟ୍ ହେଇଗଲା। ଯେବେ ବି ଇଏ ଯଦି ପାଳ ଛତୁ ନେଇକି ଆସିବେ ତାହେଲେ ମୁଁ ଏଭଳିଆ ନିହାତି କରିକି ଆଗ ସାଇଡ଼ରେ 4-5ଟା ରଖିଦିଏ। ତାପରେ ଯେଉଁଟା ଆସିଲେ ଅଲଗା କିଛି ତରକାରୀ ହଉ କି ଭଜା ହଉ ଯାହା କିଛି ବନାଏ। ଥରେ ଆପଣ ଟ୍ରାଏ କରିବେ ଆଉ ସ୍ୱାଦଟା କେମିତି ଅଛି କମେଣ୍ଟ କରିବା ପାଇଁ ଭୁଲିବେନି। ଥ୍ୟାଙ୍କ ୟୁ।